ହାଇ ପିଲାମାନେ, ଆଜି ଆମେ ଜାଣିବା ହର ସମାନ ନଥିଲେ ଭଗ୍ନାଂଶ ବିଭିନ୍ନ ଭଗ୍ନାଂଶ ଅଛି। ସେଇଭଳିଆ ଭଗ୍ନାଂଶ ଅଛି। ଆମେ ଭଗ୍ନାଂଶ ମାନଙ୍କର ଆଜି ଯୋଗ ଶିଖିବା। ହର ସମାନ ନଥିଲେ ଆମେ ଭଗ୍ନାଂଶର ଯୋଗ ଆଉ ବିୟୋଗ ଦୁଇଟାକୁ କେମିତି ହେବ ଆମେ ଆଜି ସେ ବିଷୟରେ ଆମେ ଜାଣିବା। ଯେତେବେଳେ ହର ସମାନ ନାହିଁ ମାନେ ହର କେତେ ଅଛି ଭିନ୍ନ ଭିନ୍ନ, ଗୋଟେ 12 ଅଛି ଆଉ ଗୋଟେ 8 ଅଛି। ତ ପ୍ରଥମେ ଆମେ ଦେଖିବା ହର କେତେ କେତେ ଅଛି। 12 ଆଉ 8 ପ୍ରଥମେ ଆମେ ଜାଣିଲେ, ପ୍ରଥମ ଜିନିଷ ଆମେ ଦେଖିବା 12 ଆଉ 8 ହର ଅଛି। ଉଭୟଙ୍କର ହର କେତେ ଅଛି ପ୍ରଥମ ଜିନିଷ ଆମେ ଦେଖିବା। ଉଭୟଙ୍କ ହର କେତେ ଅଛି ନା ଗୋଟେ 12 ଅଛି ଆଉ ଗୋଟେ 8 ଅଛି। ତ ଆମେ ପ୍ରଥମେ କ'ଣ କରିବା ନା 12 ଆଉ 8 ତାର ଲସାକୁ ବାହାର କରିବା। ଉଭୟ ହରଙ୍କର କ'ଣ କରିବା ନା ଲସାକୁ ବାହାର କରିବା। ଅଛି 12 8 ଲସାକୁ ଗଲେ କେମିତି ବାହାରିବ? ପୂର୍ବ ଭିଡ଼ିଓରେ ମୁଁ କହିଥିଲି ବାମପଟେ ଲସାକୁ ବାହାର କଲାବେଳେ ବାମପଟେ କେଉଁ ସଂଖ୍ୟା ପକାଇବ ନା କେବଳ 2 3 5 7 ଆଉ 11 ନହେଲେ 13 ଏତିକି ସଂଖ୍ୟା, ଏତିକି ପଣିକିଆ ମନେ ରଖିଲେ ତୁମକୁ ଅସୁବିଧା ହେବନି। ଆରାମରେ ତୁମେ କ'ଣ କରିବ ନା ଲସାକୁ ବାହାର କରିପାରିବ। ଅଲଗା ସଂଖ୍ୟାରେ ହେଉଥିଲେ ମଧ୍ୟ ଏଇ ସଂଖ୍ୟା ପକାଇବ। ଠିକ୍ ଅଛି। ତ ପ୍ରଥମେ ଆମେ 2ରେ ଗଲା ହେଲା କେତେ? 2 ଚଉକ 12 2 ଚଉ 8 2 ତିରିକି 6 2 ଦୁଗୁଣେ 4 ଆଉ ତଳକୁ ଯିବନି। ଲସାଗୁ କେତେ ହେଲା? 2 ଗୁଣ 2 ଗୁଣ 3 ଗୁଣ 2 ହେଲା ପରେ ଟୋଟାଲ୍ ଲସାଗୁ କେତେ ବାହାରିଲା ନା ଆମର 24 ବା 24 ବାହାରିଲା। ତାପରେ ଆମେ କ'ଣ କରିବା ନା ପ୍ରଥମେ ଏମିତି ଲମ୍ବା ଗାର ଦେବା। ସବୁବେଳେ ମନେ ରଖ ପିଲାମାନେ, ତ ଉପରେ ଦୁଇଟି ସଂଖ୍ୟା ଗୁଣ ହେବ, ତା ସହିତ ଯୋଗଫଳ ଚିହ୍ନ ଦିଆହେବ, ପୁଣି ଆଉ ଦୁଇଟି ସଂଖ୍ୟା ଗୁଣା ହେବ। ଆଗ ଏମିତି ଆଗ ମୁଁ ଚିହ୍ନ ଦେଇକି ତୁମକୁ ବୁଝିବା ପାଇଁ ଏମିତି ଚିହ୍ନ କରିଦେଇଛି। ଏମିତି ଚିହ୍ନ କରିବ ନାହିଁ, ଏଇଭଳିଆ ରହିବ। ଦୁଇଟା ସଂଖ୍ୟା ପ୍ରଥମେ ଗୁଣା ହେବ, ତାପରେ ଯୋଗଫଳ ଚିହ୍ନ ଦିଆହେବ, ପୁଣି ଆଉ ଥରେ ଦୁଇଟା ସଂଖ୍ୟା ଗୁଣା ହେବ। ବୁଝିପାରିଲେ ପିଲାମାନେ? ତାହେଲେ ପ୍ରଥମେ କ'ଣ କରିବେ ନା ଆମେ ପ୍ରଥମେ ଲମ୍ବା ଗାର ଦେଲେ, ଲମ୍ବା ଗାର ଦେଲେ ତଳେ ଆମେ କ'ଣ କରିବା ନା ଲସାଗୁକୁ ଲେଖିବା। ତାପରେ କ'ଣ କରିବା? ଦେଖ ଏଇଭଳି ତ ଆମେ ହେଉଛି ବକ୍ସ କରିଦେଇଛେ। ସେକେଣ୍ଡଟାରେ କ'ଣ ରହିବ ନା ସେକେଣ୍ଡଟାରେ କ'ଣ ରହିବ ନା ଲବ ରହିବ। ପ୍ରଥମ ଲବ 5 ଅଛି। ପ୍ରଥମ ଲବ ଆମେ 5 ଲେଖିଦେଲେ। ଦ୍ୱିତୀୟର କେତେ ଲେଖିବା ନା ଦ୍ୱିତୀୟର କେତେ ନା 3 ଅଛି। ଦ୍ୱିତୀୟ ଦୁଇଟା ବକ୍ସ ଭିତରୁ ସେକେଣ୍ଡଟାରେ 3 ଅଛି, ଆମେ 3 ଲେଖିଦେଲେ। ଏବେ କଥା ରହିଲା ଆମେ ପ୍ରଥମ ବକ୍ସରେ ଆମେ କ'ଣ ଲେଖିବା। ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ, ପିଲାଙ୍କର ଭୁଲ ହୁଏ। ଆଉ ଆଜି ପରଠୁ ତୁମର ଆଉ ଭୁଲ ହେବ ନାହିଁ। ତ ପ୍ରଥମ ଆମେ କ'ଣ ଲେଖିବା? ପ୍ରଥମ ବକ୍ସରେ ଆମେ କ'ଣ ଲେଖିବା? ଯଦି ପ୍ରଥମ ବକ୍ସଟା ହେଲା, ପ୍ରଥମ ଦୁଇଟି ବକ୍ସ ହେଲା କାହା ପାଇଁ ନା ପ୍ରଥମ ଭଗ୍ନାଂଶ ପାଇଁ। ଦ୍ୱିତୀୟ ଦୁଇଟି ବକ୍ସ ହେଲା କାହା ପାଇଁ ନା ଦ୍ୱିତୀୟ ଭଗ୍ନାଂଶ ପାଇଁ। ପ୍ରଥମ ଭଗ୍ନାଂଶରେ କ'ଣ ଅଛି ନା ହର କେତେ ଅଛି? 12 ଅଛି। ଏଇ ପ୍ରଥମ ବକ୍ସରେ ଆମେ କେତେ ଲେଖିବା ସେଟା କେମିତି ଜାଣିବା ନା ପ୍ରଥମ ଭଗ୍ନାଂଶର ହର ଯେତିକି ଅଛି, ହର ଆମେ କ'ଣ କରିବା ନା ହରର ପଣିକିଆ ମଗେଇବା। କେତେ ପର୍ଯ୍ୟନ୍ତ ନା ଆମର ଲସାଗୁ ଯେତିକି ଅଛି, ଲସାଗୁ କେତେ ଅଛି ନା 24 ଅଛି, 24 ଅଛି। ଲସାଗୁରେ ପହଞ୍ଚିଲା ପର୍ଯ୍ୟନ୍ତ ଆମେ କ'ଣ କରିବା ନା ପଣିକିଆ ମଗେଇବା। ହେଲେ 12 ଦୁଗୁଣେ 24 12 ଦୁଗୁଣେ 24। ତ 12 ଦୁଗୁଣରେ 24 ଆମେ 12ରେ 2 ଗୁଣିଲେ ଆମେ 24ରେ ପହଞ୍ଚି ଯାଉଛେ, ବା 12 ଦୁଗୁଣେ 24। ଯେଉଁ ମଝିରେ ରହିଲା 12 ଦୁଗୁଣେ, ସେଥିପାଇଁ ଆମେ ଏଠି 2 ପକାଇବା। ଯେତେ ପର୍ଯ୍ୟନ୍ତ ହେବ, ଯଦି 12 ପଞ୍ଚା ହୋଇଥାନ୍ତା ତାହେଲେ 5 ପକାଇଥାନ୍ତେ, 12 ଚଉ ହୋଇଥିଲେ ବା 4 ପକାଇଥାନ୍ତେ, ସେହି ଅନୁସାରେ ଆମେ ପକାଇବା। ପୁଣି ଦ୍ୱିତୀୟଟାରେ କେତେ ପକାଇବା ନା ଦ୍ୱିତୀୟ ବକ୍ସ ମାନେ ଦ୍ୱିତୀୟ ଲାଷ୍ଟ ଦୁଇଟା ବକ୍ସ ମାନେ କେଉଁଟା ନା ସେକେଣ୍ଡ ଭଗ୍ନାଂଶ ପାଇଁ। ଠିକ୍ ଅଛି। ଏଠି ସେମିତି କ'ଣ କରିବା? ଏଠି ହର କେତେ ଅଛି? ଏଠି ହର ଯାହା ଥିବ ତାର ପଣିକିଆ ମଗାଇବା। ହର କେତେ ଅଛି ନା 8 ଅଛି। ଆମେ 8ର ପଣିକିଆ ମଗାଇବା। କେତେ ହେବ ନା 8 କେ 8 8 ଦୁଗୁଣେ 16 8 ତିରିକି 24। ପଣିକିଆ ହରର ପଣିକିଆ ମଗାଇବା କେତେ ପର୍ଯ୍ୟନ୍ତ ଯିବା ନା ଲସାଗୁ ପର୍ଯ୍ୟନ୍ତ ଯିବା। ଠିକ୍ ଅଛି। 8 ତିରିକି 24। ଏଇଟା ଆମେ କେତେ ଲେଖିବା ନା 8 ତିରିକି 24 ସମାନ ଚିହ୍ନ ଦେଲେ, ପୁଣି ଲମ୍ବା ଗାର ଦେବା। ହର ଯାହା ଅଛି ହର ତଳେ ଲେଖିବା। ଏବେ ଆମର ଗୁଣିକି ଲେଖିବା। 5 ଦୁଗୁଣେ 10, ମିଶାଣ ଚିହ୍ନକୁ ମିଶାଣ ଚିହ୍ନ ଦେବା। କେତେ ଲେଖା ହେଇଛି ନା ଏଠି 3 ତିରିକି 9। କେତେ ହେଲା ନା 10 9 ମିଶିଲା କେତେ ହେଲା 19/24। ପିଲାମାନେ ବୁଝିପାରିଲ? ବହୁତ ସହଜ ଜିନିଷ, ତୁମେ ନିଜେ କଲେ ଆରାମରେ କରିବ, ବୁଝିପାରିବ। ପୁଣି ସେକେଣ୍ଡ ଭଗ୍ନାଂଶ ଆମେ ଦେଖିବା। ସେକେଣ୍ଡ ଭଗ୍ନାଂଶରେ କ'ଣ ଅଛି ନା 18 ଆଉ 24 2/18 ଆଉ 6 ମିଶାଣ 6/24। ଏଠି ଦୁଇଟା ପ୍ରଥମେ ମୁଁ କ'ଣ କହିଥିଲି, ଦୁଇ ଜଣଙ୍କର ହର ଦେଖିବ। ଦୁଇ ଜଣଙ୍କ ହର କେତେ ଅଛି ନା 18 ଅଛି, ଆଉ ଗୋଟେ କେତେ ଅଛି 24 ଅଛି। 18 24ରେ ଆମେ ଲସାଗୁ ବାହାର କଲେ
କେତେ ହେଲା ନା 2 ରେ ଗଲେ 2 ନୂଆ 18 ତାପରେ ଆସିଲା 2 କୁ 24 ରେ ହରିଲେ କେତେ ହେଲା ନା 12 ହେଲା 3 3 3 9 3 4 12 ଆଉ ଯିବନି 3 4 ପାଖାପାଖି ସଂଖ୍ୟା ରହିଲା ଆଉ ଯିବନି ଲସାଗୁ କେତେ ହେବ ନା 2 ଗୁଣ 3 ଗୁଣ 3 ଗୁଣ 4 ଲସାଗୁ କେତେ ସବୁ ଜାଗା ଗୁଣିଲେ କେତେ ହେଲା ଲସାଗୁ କେତେ ନା 72 ଲସାଗୁ ହେଲା କେତେ ନା 72 ଠିକ୍ ସେଇଭଳିଆ ମୁଁ କହିଥିଲି ପ୍ରଥମ ଦୁଇଟା ବକ୍ସ କାହା ପାଇଁ ନା ପ୍ରଥମ ଭଗ୍ନାଂଶ ପାଇଁ ଆଉ ଦ୍ୱିତୀୟ ଦୁଇଟା ବକ୍ସ ହେଲା କାହା ପାଇଁ ନା ଦ୍ୱିତୀୟ ସେକେଣ୍ଡ ଭଗ୍ନାଂଶ ପାଇଁ ତାହେଲେ ଆମେ କ'ଣ କରିବା ନା ସେ ପ୍ରଥମ ଯେଉଁ ଦୁଇଟା ବକ୍ସ ଅଛି କାହା ନା ପ୍ରଥମ ଭଗ୍ନାଂଶ ପାଇଁ ଲବଟାକୁ କେଉଁଠି ଲେଖିବା ନା ସେକେଣ୍ଡଟାରେ ଲେଖିବା ଆର ସେକେଣ୍ଡଟାରେ ସେମିତି କ'ଣ ଲେଖିବା ନା ସେକେଣ୍ଡ ଭଗ୍ନାଂଶର କେତେ ଅଛି ନା 6 ଅଛି ଗୋଟେ 6 ଲେଖିଦେଲେ ଏବେ ରହିଲା ପ୍ରଥମଟାରେ କେତେ ଲେଖିବା ପ୍ରଥମ ବକ୍ସରେ ଆମେ କେତେ ଲେଖିବା ନା ପ୍ରଥମ ବକ୍ସଟା କାହା ପାଇଁ ନା ପ୍ରଥମ ଭଗ୍ନାଂଶ ପାଇଁ ପ୍ରଥମ କେମିତି ବାହାରିବ ମୁଁ କହିଥିଲି ନା ପ୍ରଥମେ ଆମେ କ'ଣ କରିବା ନା ହର ଦେଖିବା କେତେ ଅଛି ନା ପ୍ରଥମ ଭଗ୍ନାଂଶ ହର 18 ଅଛି ପଣିକିଆ ମଗେଇବା କେତେ ପର୍ଯ୍ୟନ୍ତ ନା ଲସାଗୁ ପର୍ଯ୍ୟନ୍ତ ଯଦି ବି ପଣିକିଆ ପିଲାମାନଙ୍କର ମନେ ପଡ଼ୁନି ବା ମନେ ନାହିଁ ତାହେଲେ କ'ଣ କରିବା ନା 18କୁ 72 ଆମେ ହରିବା ବୁଝିପାରିଲ ତାହେଲେ ଠିକ୍ ଅଛି 18 18 ଦୁଗୁଣେ 36 38 18 3 54 18 ଚଉ 72 ଠିକ୍ ଅଛି 18 ଚଉକୁ 72 ସେଥିପାଇଁ ଆମେ ଉପରେ ଏଠି କେତେ ପକାଇବା ନା 4 ପୁଣି ସେକେଣ୍ଡଟା ସେମିତି କେତେ ନା ସେକେଣ୍ଡ ଦୁଇଟା ସେକେଣ୍ଡ ଭଗ୍ନାଂଶ ପାଇଁ ଏଇଟା ସେକେଣ୍ଡ ଭଗ୍ନାଂଶ କେତେ ନା 24 24 ଦୁଗୁଣେ 48 24 3 72 ତ ଏଥିପାଇଁ ଏଠି 3 ପକାଇବା ବହୁତ ସହଜ ତାପରେ ଲମ୍ବା ଗାରଟା ଆମେ ଦେଲେ ଭଗ୍ନାଂଶ ଗାର ତଳେ ଦେବା କେତେ ନା ଲସାଗୁ ଯେତିକି ଲେଖା ସେତିକି ଲେଖିଦେବା ଉପରେ ଗୁଣିକି ଲେଖିବା 4 ଦୁଗୁଣେ 8 ମିଶାଣ 6 18 18 8 କେତେ ହେଲା ନା 26/72 ବୁଝିପାରିଲେ ପିଲାମାନେ ଅତି ସହଜ ଏଇଭଳିଆ ତମେ କରିବ ରୁଲ୍ କ'ଣ ଅଛି ନା ହେଉଛି ରୁଲ୍ଟା ହେଲା କ'ଣ ନା